এইটা দেখি ଆପଣ ମାନେ ଜାଣିପାରୁଥିବେ ଆଜି ମୁଁ ଆପଣମାନଙ୍କ ସହିତ କ'ଣ ସେୟାର କରିବି। ଆଜି ମୁଁ ଛତୁରେ ଛତୁ ଚିଲି କରିବା। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଏଠି ମୁଁ ବାଉଲରେ କିଛି ପାଣି ନେଇଛି, ଗୋଟେ ଚାମଚ ହଳଦୀ ଦେଇ ଦେଉଛି। ଏବେ ସବୁ ଛତୁ ଗୁଡ଼ିକ ଆମେ ଏଥିରେ ପକାଇ ନେବା। ଏବେ ଆମେ ଛତୁ ଗୁଡ଼ିକ ଭଲ ଭାବରେ ଧୋଇ ନେଇକି ଏହାକୁ ପୋଛିଦେବା, ତାପରେ ଏହାକୁ କାଟିବା। ଛତୁ ଗୁଡ଼ିକୁ କାଟି ନେବା। ତ କାଟି ନେଇଯାଇଛି। ଏବେ ଏଥିରେ କିଛି କର୍ଣ୍ଣଫ୍ଲୋର ପକାଇ ନେବା। ଏବେ ଏଥିରେ କର୍ଣ୍ଣଫ୍ଲୋର 4 ଚାମଚ, ଗୋଟେ ଚାମଚ ଲୁଣ, ଗୋଟେ ଚାମଚ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଦେଇକି ଏହାକୁ ଭଲ ଭାବରେ ମୁଁ ଗୋଳେଇ ନେବି। ତାପରେ ଆମେ ଛାଣି ନେବା। ତ ଆମର ତେଲ ଗରମ ହେଇଗଲାଣି, ଏହାକୁ ଛାଣି ନେବା। ଏବେ 2 ଚାମଚ କର୍ଣ୍ଣଫ୍ଲୋର ନେଇ ତାକୁ ଗୋଳେଇ ମୁଁ ରଖୁଛି। ୟା ଭିତରେ ମୁଁ ଏ ପରିବା ଗୁଡ଼ିକ କାଟି ନେଇଛି। ଏବେ ମସଲା ପ୍ରସ୍ତୁତ କରିନେବା। ମୁଁ କଡ଼େଇରେ କିଛି ତେଲ ନେଇ ତାକୁ ଗରମ କରିଦେଇଛି। ଏବେ ଜିରା ଟିକେ ଏସବୁକୁ ପକାଇ ନେବା, ଭାଜି ନେବା। ଆମର